ଆସନ୍ତା 24 ତାରିଖରେ ମିଳିବାକୁ ଯାଉଛି ସୁଭଦ୍ରା ଟଙ୍କା ଅର୍ଥାତ୍ ଆସନ୍ତା କାଲି ମିଳିବାକୁ ଯାଉଛି ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ। କ'ଣ ଏହି ତୃତୀୟ ପର୍ଯ୍ୟାୟରେ ଆପଣଙ୍କ ଆକାଉଣ୍ଟକୁ ପଇସା ଆସିବ? କ'ଣ ଆପଣ ସୁଭଦ୍ରା ଯୋଜନା ପାଇବେ? ଏହିଭଳି ଅନେକ ପ୍ରଶ୍ନ ଆପଣଙ୍କ ମନରେ ଉଙ୍କି ମାରୁଛି। କିଛି ଦିନ ତଳେ ସୁଭଦ୍ରା ଯୋଜନାର NPCI ରିଜେକ୍ଟ ଲିଷ୍ଟ ଆସିଥିଲା। ଯେଉଁମାନଙ୍କର ଆକାଉଣ୍ଟରେ କିଛି ଭୁଲଭାଲ ଅଛି ସେମାନଙ୍କ ନାଁ ଲିଷ୍ଟରେ ଆସିଥିଲା। ଯଦି ସେମାନେ ତାଙ୍କ ଆକାଉଣ୍ଟ ବା ବ୍ୟାଙ୍କକୁ ସଚଳ କରିଥିବେ ତ ସେମାନେ ନିଶ୍ଚିନ୍ତ ପାଇବେ। ଯେଉଁମାନଙ୍କର ଲିଷ୍ଟରେ ନାଁ ଆସିନାହିଁ ସେମାନେ କେମିତି ପାଇବେ? ସେମାନଙ୍କର ଠିକ୍ଠାକ୍ ଅଛି ତ ସେମାନେ ପାଇବେ। ଆସନ୍ତା 24 ତାରିଖ ଦିନ ଯେଉଁମାନଙ୍କର DBT ଲିଙ୍କ ଅଛି, DBT ଅର୍ଥାତ୍ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର୍, ସେମାନେ ପାଇବା ପାଇଁ ଯୋଗ୍ୟ। ତେଣୁକରି ସେମାନଙ୍କ ଆକାଉଣ୍ଟକୁ ସରକାର ପଇସା ପ୍ରଦାନ କରିବେ। ଯେଉଁମାନଙ୍କର NPCI ଅଥବା DBT ନାହିଁ ସେମାନେ ପାଇବାରୁ ବଞ୍ଚିତ ହୋଇପାରନ୍ତି, କାରଣ ସେମାନେ ତାଙ୍କ ଆକାଉଣ୍ଟଟି ତାଙ୍କର ସଚଳ ନାହିଁ। ତେଣୁ ଦୟାକରି ସେମାନେ ନିଜ ଆକାଉଣ୍ଟକୁ ସଚଳ କରାନ୍ତୁ। ଆଦୌ ବ୍ୟସ୍ତ ହେବାର ନାହିଁ। ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ପରେ ମଧ୍ୟ ଚତୁର୍ଥ ପର୍ଯ୍ୟାୟ ଆସିବ। ସେଥିପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ଏବଂ ଏହି ସମୟ ବ୍ୟବଧାନ ଅର୍ଥାତ୍ ତୃତୀୟ ପର୍ଯ୍ୟାୟର ଚତୁର୍ଥ ପର୍ଯ୍ୟାୟ ମଧ୍ୟଭାଗରେ ଆପଣ ଆପଣଙ୍କ ଆକାଉଣ୍ଟକୁ ସଚଳ କରାନ୍ତୁ। ଆଦୌ ବି ବ୍ୟସ୍ତ ହୁଅନ୍ତୁ ନାହିଁ, କାରଣ ସୁଭଦ୍ରା ଯୋଜନା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ, ଯେଉଁମାନେ ପାଇବା ପାଇଁ ଯୋଗ୍ୟ। ଯେଉଁମାନଙ୍କର ରିଜେକ୍ଟ ହୋଇଛି ସେମାନଙ୍କ କୌଣସି କାରଣ ନେଇ ରିଜେକ୍ଟ ହୋଇଛି ତାହା ମଧ୍ୟ ପଞ୍ଚାୟତ ୱାଇଜ୍ ରିଜେକ୍ଟ ଲିଷ୍ଟ ମଧ୍ୟ ପଳେଇ ଆସିଥିଲା ଏବଂ ସେମାନେ ସେମାନଙ୍କ ରିଜେକ୍ଟ ଲିଷ୍ଟ ଦେଖିଦେଇଛନ୍ତି। କାହାର 4 ହ୍ୱିଲର ପାଇଁ ରିଜେକ୍ଟ ହେଇଛି ତ କାହାର ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟ ପାଇଁ ରିଜେକ୍ଟ ହେଇଛି। ତେଣୁ ଆପଣମାନେ ବ୍ୟସ୍ତ ନ ହୋଇ ନିଜ ଆକାଉଣ୍ଟକୁ ସଚଳ କରନ୍ତୁ। ଏହିଭଳି ଅପଡ଼େଟ୍ ପାଇଁ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ।